ପୁରୀ ତ ଓଡ଼ିଶାର ସାଂସ୍କୃତିକ ରାଜଧାନୀ। ଏଇଠି ଯୋଉ ଅନନ୍ୟ ସାଂସ୍କୃତିକ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ ତାର ସପ୍ତମ ସଂସ୍କରଣ ଆଜି ତାର ଉଦ୍ଘାଟନୀ ଦିବସ ଆଜି ଥିଲା ଏବଂ ଏଇ ଉଦ୍ଘାଟନୀ ସନ୍ଧ୍ୟାରେ ଆଜି ଆମେ ସମସ୍ତେ ଯୋଉମାନେ ଆମର ପୁରୀ ଜିଲ୍ଲାର ସଭାପତି ଡକ୍ଟର ଦେବେନ୍ଦ୍ର ତରେଇ ମହୋଦୟ, ଆଜି ପୁରୀ ମନ୍ଦିରର ବରିଷ୍ଠ ସେବାୟତ ଆପଣଙ୍କର ସମସ୍ତଙ୍କର ପ୍ରିୟ ମଧୁସୂଦନ ସିଂଗାରୀ ମହୋଦୟ, ଅନ୍ୟାନ୍ୟ ସମସ୍ତ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହିତ ଅତିଥି ଭାବେ ଯୋଗ ଦେବାର ଯେଉଁ ସୌଭାଗ୍ୟ ମିଳିଛି, ଏଇଟା ନିହାତି ଭାବେ ଗୋଟେ ଖୁସିର ବିଷୟ ଏବଂ ମୁଁ ସମସ୍ତ ଆୟୋଜକ ବୃନ୍ଦ ଏବଂ ତାଙ୍କ ଦ୍ୱାରା କରାଯାଇଥିବା ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିବା ପାଇଁ ଶବ୍ଦ ପାଉନାହିଁ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସପ୍ତମ ମହୋତ୍ସବ ଆଗାମୀ ଦିନରେ ଆହୁରି କୀର୍ତ୍ତି ଅର୍ଜନ କରୁ। ଆଉ ଯେମିତି ମୋର ପୂର୍ବରୁ ଆମର ଜିଲ୍ଲା ସଭାପତି କହୁଥିଲେ, ଏହା ଆହୁରି ଅଧିକରୁ ଅଧିକ ସଂଖ୍ୟାରେ ମହିଳାମାନଙ୍କ ପାଖରେ ପହଞ୍ଚି ଏ ମହୋତ୍ସବ ପ୍ରକୃତରେ ଗୋଟେ ଲୋକ ମହୋତ୍ସବରେ ପରିଣତ ହଉ, ଏ କାମନା କରୁ। ଆଜି ଏ ଯେଉଁ ଆରମ୍ଭ କାର୍ଯ୍ୟକ୍ରମର ସପ୍ତମ ବାର୍ଷିକ ଉତ୍ସବ, ବାସ୍ତବିକ ୟା ଭିତରେ ଯେଉଁ ଅନ୍ତର୍ନିହିତ କଥାଟି ଅଛି, ଶ୍ରୀକ୍ଷେତ୍ର ଲକ୍ଷ୍ମୀ, ଆମେ ସମଗ୍ର ପୁରୀ ଜିଲ୍ଲାର ଯିଏ ଆମର ସମସ୍ତ ନାରୀ ଜାତିକୁ ଆମେ ଲକ୍ଷ୍ମୀ ସଦୃଶା ଅଭିହିତ କରିଥାଉ, ତେଣୁ ତାଙ୍କୁ ଜିଲ୍ଲା କ୍ରମରେ ତାଙ୍କୁ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ଭାବରେ ଆମେ ଜଣେ ଉଦୀୟମାନ ମହିଳାଙ୍କୁ ଉଚ୍ଚସ୍ତରକୁ ଆଣିବା ପାଇଁ ଏ କାର୍ଯ୍ୟକ୍ରମ ଉଦ୍ୟୋକ୍ତାମାନେ ଆରମ୍ଭ କରିଥିଲେ। ତେଣୁ ସେ କାର୍ଯ୍ୟକ୍ରମରେ ଆମର ଟିକେ ସାମାନ୍ୟ ସହଯୋଗ ଅଭାବରୁ ଆମେ ଏ କାର୍ଯ୍ୟକ୍ରମକୁ ଯେଉଁ ବ୍ଲକ ସ୍ତରରୁ ଆଣିବା କଥା, ସେ କାର୍ଯ୍ୟକ୍ରମ ଯଦିଓ ହେଇନାହିଁ, କିନ୍ତୁ ଉଦ୍ୟୋକ୍ତାମାନେ ଏ କାର୍ଯ୍ୟକ୍ରମକୁ ଯେଉଁ ଢଙ୍ଗରେ ଯେଉଁ ଆକାରରେ ଏ କାର୍ଯ୍ୟକ୍ରମ କରିଛନ୍ତି, ନିଶ୍ଚିତ ଭାବରେ ସେମାନେ ଧନ୍ୟବାଦର ପାତ୍ର ନିଶ୍ଚିତ ହେବେ। ଏବଂ ଏହା ସରକାରଙ୍କର କାର୍ଯ୍ୟକ୍ରମ ହେଇଥିଲା ବେଳେ ମଧ୍ୟ ସରକାରଙ୍କର ବିନା ସହଯୋଗରେ ଯଦି ଏ କାର୍ଯ୍ୟକ୍ରମ କରୁଛନ୍ତି, ମୁଁ ଆଶା କରିବି ଏବଂ ନିଶ୍ଚିତ ଭାବରେ ଆମେ ଉଦ୍ୟମ କରିବୁ ଯେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିକିରି ଏ କାର୍ଯ୍ୟକ୍ରମକୁ ଆଗାମୀ ବର୍ଷରେ ସମଗ୍ର ଓଡ଼ିଶାରେ ଏ ଜିଲ୍ଲାର କାର୍ଯ୍ୟକ୍ରମ ଯେମିତି ଅତି ଉଚ୍ଚ କୋଟିର ହେବ, ତା ପାଇଁ ନିଶ୍ଚିତ ପ୍ରୟାସ କରିବା। ନିଶ୍ଚିତ ପାଖରେ ଜୟ ଜଗନ୍ନାଥ। ଆଜି ଶ୍ରୀକ୍ଷେତ୍ର ଲକ୍ଷ୍ମୀ ଆରମ୍ଭ ଅନୁଷ୍ଠାନ ତରଫରୁ ଏଠି ଆରମ୍ଭ କରାଗଲା। ଏଠି ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ଆଉ ବିଶେଷ କରି ପୁରୀ ସହରର ଏବଂ ଗ୍ରାମାଞ୍ଚଳର ସମସ୍ତ କୁନି କୁନି ପିଲାମାନେ ଏଠି ଭାଗ ନେଇଥିଲେ। ଆଉ ସମସ୍ତ ମାଆ ମାନେ ମଧ୍ୟ ଏଠି ଭାଗ ନେଇଥିଲେ। ଆଉ ଯେଉଁଟାକି ଆମ ପୁରୀ ଶ୍ରୀକ୍ଷେତ୍ର କଳା ସଂସ୍କୃତିର ସହର, ତାକୁ ବଞ୍ଚେଇ ରଖିବା ପାଇଁ ଏ ଯେଉଁ ଅନୁଷ୍ଠାନ ଆରମ୍ଭ ପ୍ରୟାସ କରିଛି, ଅନୁଷ୍ଠାନକୁ ମୋର ଅଶେଷ ଧନ୍ୟବାଦ ଏବଂ ଶୁଭେଚ୍ଛା।